ଜଗଜନନୀ ଶ୍ରୀ ଶ୍ରୀ ଲକ୍ଷ୍ମୀ ମା ଯୁଗାଚାର୍ଯ୍ୟ ଶ୍ରୀ ଶ୍ରୀ ବଡ଼ଦା ଆଜିର ଭରସା ପ୍ରଧାନ ଆଚାର୍ଯ୍ୟଙ୍କ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ। ପୂଜ୍ୟ ଅବିନ୍ଦା ଏବଂ ଠାକୁର ପରିବାରର ସମସ୍ତଙ୍କ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ। ଆଜିର ଏହି ପୁଣ୍ୟ ସତ୍ସଙ୍ଗର ପୂଜ୍ୟ ପରିଚାଳକ ଏବଂ ଉପସ୍ଥିତ ସମସ୍ତ ପୂତ ପାଞ୍ଜାଧାରୀ ରୀତିକ ମଣ୍ଡଳୀ, ଅଧୈର୍ଯ୍ୟ ମଣ୍ଡଳୀ, ଯାଜକ ମଣ୍ଡଳୀ ସମସ୍ତଙ୍କୁ ମୋର ଅଭୂମିଷ୍ଠ ପ୍ରଣାମ ଜଣାଏ। ଉପସ୍ଥିତ ସମସ୍ତ ଗୁରୁ ଭାଇ, ଗୁରୁ ମାତା, ସାଧୁ ସଜ୍ଜନ ମଣ୍ଡଳୀ, କୁନି କୁନି ପିଲାଏ ସମସ୍ତଙ୍କୁ ମୋର ପ୍ରୀତିପୂର୍ଣ୍ଣ ରାଭରା ଜୟଗୁରୁ ଜଣାଏ। ଆଜିର ସତ୍ସଙ୍ଗରେ ଯୋଗ ଦେବା ପାଇଁ ଆମର ଝାରସୁଗୁଡ଼ାରୁ ଦୀନବନ୍ଧୁ ଫୋନ୍ କରିଥିଲେ। ଗତ ୱିକ୍ରେ ମୋର ତ କାକା ଖରାପ ହେଇଯାଇଥିଲେ। ଆଜି ତାଙ୍କର 14 ଦିନ ଆଉ ଆମେ ସତ୍ସଙ୍ଗ ଆୟୋଜନ କରିବା କଥା। ସେଇ ସତ୍ସଙ୍ଗ ଆମେ ଏଇ ଅନଲାଇନ୍ ମାଧ୍ୟମରେ ମୁଁ ଆଜି ଯୋଗ ଦେଇଛି। ଗାଁରେ ଯଦିଓ ସତ୍ସଙ୍ଗଟି ରଖାଯାଇଛି, ମୁଁ ଫେରି ଆସିଛି ପୁଣି ସମ୍ବଲପୁରକୁ। ତେବେ ସୁନ୍ଦର ଭାବରେ ଭଜନ କୀର୍ତ୍ତନ ଚାଲିଥିଲା। ଆଉ ବାସ୍ତବିକ ଠାକୁରଙ୍କୁ ବୁଝିବା ତ ସାଧାରଣ ମାନବ ପକ୍ଷରେ ଏକ ଅସମ୍ଭବ ଜିନିଷ। ସିଏ ଯାହା ଠାକୁରଙ୍କୁ ଆଜି ଭଜନରେ କହୁଥିଲେ, ସିଏ ହେଉଛନ୍ତି କଳ୍ପନା ଅତୀତ। କଳ୍ପନାର ଚିନ୍ତା, କଳ୍ପନାର ବହୁତ ଦୂରର ଊର୍ଦ୍ଧ୍ୱରେ ସେ ହେଉଛନ୍ତି ଶ୍ରୀ ଶ୍ରୀ ଠାକୁର। ତେଣୁ ବାସ୍ତବିକ ଆମେ ସେଇ ବସ୍ତୁକୁ ଦେଖିପାରୁ ଯୋଉ ବସ୍ତୁ ଦେଇକି ଆଲୋକ ପ୍ରବେଶ କରିପାରେ ନା। ଆପଣମାନେ ମୋତେ ଦେଖିପାରିବେ କି ଆମେ ଯାହା କିଛି ଦେଖୁଛୁ ସେଇ ବସ୍ତୁ ମାଧ୍ୟମ ଦେଇ ଆଲୋକ ଗତି କରିପାରେ ନା, ତାକୁ ହିଁ ଆମେ ଦେଖିପାରୁ। ଆଉ ଯାହା ଦେଇକି ଆଲୋକ ଗତି କରିପାରେ ତାକୁ ଆମେ ଦେଖିପାରୁନା। ଇଭେନ୍ ଆମର କାଚ କୋଉଟାକୁ ମଧ୍ୟ ଦେଖେଇ ପାରୁନା, ଟ୍ରାନ୍ସପାରେଣ୍ଟ ଗ୍ଲାସଟା, କାରଣ ତା ଭିତରେ ଦେଇକି ଆଲୋକ ଗତି କରିପାରେ। ତେଣୁ ଆମର ଯୋଉ ଶରୀର ଅଛି, ଶରୀରଟା ଦୁଇଟା ଜିନିଷରେ ତିଆରି। ଗୋଟେ ହଉଛି ପ୍ରୋଟୋପ୍ଲାଜମିକ ବଡି, ଯାହା ଠାକୁର କହୁଥିଲେ, ଆଉ ଗୋଟେ ହଉଛି ଏକ୍ଟୋପ୍ଲାଜମିକ ବଡି। ଏଇ ଯୋଉ ଦୁଇଟା ଶରୀର କଥା, ଗୋଟେ ସ୍ଥୂଳ ଶରୀର ତାହା ହଉଛି ପ୍ରୋଟୋପ୍ଲାଜମିକ ବଡି, ଆଉ ସୂକ୍ଷ୍ମ ଶରୀର ତାହା ହଉଛି ଏକ୍ଟୋପ୍ଲାଜମିକ ବଡି। ମଣିଷ ଯେତେବେଳେ, ଯେହେତୁ କାକାଙ୍କର ଏବେ ଦେହାନ୍ତ ହେଇଛି, ସେ ବିଷୟରେ ମୁଁ ଚିନ୍ତା କରୁଥିଲି। ମଣିଷ ଯେତେବେଳେ ମୃତ୍ୟୁ ହେଇଯାଏ, ସେତେବେଳେ ତାର ଏଇ ସ୍ଥୂଳ ଶରୀରଟା ଏ ଧରାପୃଷ୍ଠରୁ ବିଦାୟ ନେଇଯାଏ, କିନ୍ତୁ ସେ ସୂକ୍ଷ୍ମ ଶରୀରରେ ସେ ପୁଣି ବଞ୍ଚି ରହେ। ଯୋଉଥିପାଇଁ ଠାକୁର କହୁଥିଲେ, ମରଣା ମାରଣା ପାରତ ମୃତ୍ୟୁକୁ ଅବଲୁପ୍ତ କର। ତେଣୁ ମୃତ୍ୟୁକୁ ଅବଲୁପ୍ତ କରିବାର ଯୋଉ ଭାବ, ଯୋଉ ଧାରା, ଏଇ ମୃତ୍ୟୁକୁ ଅବଲୁପ୍ତ କରିବା କେବଳ ଶ୍ରୀ ଠାକୁର ହିଁ କହିଥିଲେ। ଆଉ କୌଣସି ପରମ ପୁରୁଷଙ୍କ ମୁହଁରେ ଏଇ କଥା ଶୁଣିବାକୁ ମିଳିନଥିଲା। ଠାକୁର এই ମୃତ୍ୟୁକୁ ଅବଲୁପ୍ତ କରିବାର ଭାବଟାକୁ ଯଦି ଆମେ ଦେଖୁ, ଠାକୁର ଚାହୁଁଥିଲେ ମଣିଷର ସେଇ ସ୍ମୃତିବାହୀ ଚେତନା ଶକ୍ତିକୁ ଜାଗ୍ରତ ରଖିବା ପାଇଁ। ବାସ୍ତବିକ ଆମେ କେହି ମରୁନା, ଆମେ ସମସ୍ତେ ହଉଛୁ ଅମର। ଯାହା ଗୀତାରେ କୁହା ହେଇଥିଲା, ନନ୍ୟଛେଦ ଯୋଉ କଥା। ତେଣୁ ବାସ୍ତବିକ ଆମେ ଏ ଶରୀରକୁ ଆମେ କାଟି ଦେଇପାରୁ, ମାରି ଦେଇପାରୁ, କିନ୍ତୁ ଆତ୍ମା ଅମର। ସେ ଚିରକାଳେ ଧରାପୃଷ୍ଠରେ এই জন্ম জন্মান্তরের চক্র ভিতরে সে পুଣି বଞ୍ଚି ରହେ। କିନ୍ତୁ ଶରୀର କଣ ମୃତ୍ୟୁ ହେଇଯାଏ? ଶରୀର ବି ମୃତ୍ୟୁ ହୁଏନି। ଆମର ଯୋଉ ଦିଟା ମେମୋରି ଥାଏ, ଗୋଟେ ଜେନେଟିକ ମେମୋରି, ଆଉ ଗୋଟେ ହଉଛି କାର୍ମିକ ମେମୋରି। এই ଆତ୍ମା କାର୍ମିକ ମେମୋରିକୁ ଗ୍ରହଣ କରି ସେ ପୁଣି ପୁନର୍ଜନ୍ମ ଲାଭ କରେ। ଆଉ ଯୋଉ ବାପା ମାଙ୍କର ଔରସରୁ ଗୋଟେ ସନ୍ତାନଟି ଜନ୍ମ ହେଇଥାଏ, ତାରି ରକ୍ତ ମାଂସ, ତାରି ଜେନେଟିକ ମେଟେରିଆଲ ନେଇକି ଗୋଟେ ସନ୍ତାନ ସୃଷ୍ଟି ହୁଏ। ସନ୍ତାନ ମାନେ ଯିଏ ସମତାନରେ ଯିଏ ଗଢି ଉଠେ, ସେ ହଉଛି ସନ୍ତାନ। এই ସମତାନ ହଉଛି ତାର ଜେନେଟିକ ମେଟେରିଆଲଟା ତା ଭିତରେ ଏନରିଚ ହେଇକି ପୁଣି ବଢି ଉଠେ।
ତେଣୁ ଏଇ ବଂଶ ପରମ୍ପରା ଭିତରେ ଏଇ ରେତ ଶରୀର ଭିତରେ ରେତ ଧାରା ଭିତରେ ଆମେ ପୁଣି ବଞ୍ଚି ରହୁ, ଆମେ ମୃତ୍ୟୁ ହୁଏ ନା। ଏବଂ ବିଶ୍ୱାସ କରାଯାଏ ଯେ ଆମ ଏଇ ପିଢ଼ି ଭିତରେ ଆମେ ପୁଣି ଜନ୍ମ ଲାଭ କରୁ, এই ପିଢ଼ି ଭିତରେ ଆମେ ପୁଣି ଜନ୍ମ ଲାଭ କରୁ, ତୃତୀୟ ପିଢ଼ି ଚତୁର୍ଥ ପିଢ଼ି ଭିତରେ ଆମେ ପୁଣି ଆସୁ। ସେଥିପାଇଁ ଆମେରିକାନ ସିଷ୍ଟମରେ କେନେଡି 1 କେନେଡି 2 କେନେଡି 4 5 କହିବାର କାରଣ ହଉଛି ସେମାନେ ଭାବନ୍ତି ଯେ 54th ଜେନେରେସନରେ ସେଇ ଫାର୍ଷ୍ଟ ଜେନେରେସନର ଆତ୍ମାଟା ପୁଣି ଜନ୍ମ ଲାଭ କରେ। ତେଣୁ ଏଇ ଯୋଉ ଜନ୍ମ ମୃତ୍ୟୁର ଯୋଉ ଚକ୍ର ଅଛି, ଏଇ ସ୍ମୃତିବାହୀ ଚେତନା ଶକ୍ତି ଭିତରେ ଆମେ ବଞ୍ଚି ରହିବା ପାଇଁ ଠାକୁର ଚାହୁଁଥିଲେ। ସେଇଥିପାଇଁ ଠାକୁର ଜାତି ସ୍ମରଣ କଥା କହିଥିଲେ। ଠାକୁରଙ୍କର ଯୋଉ ମାନେ ଲୋଗ ଅଛି, ସେ ଲୋଗ ଧିରେ ଲେଖା ଅଛି ଦଦାତି ଜୀବନಂ ବୃଦ୍ଧି ନିରନ୍ତରମ ସ୍ମୃତି ଚିଦଯୁକ୍ତେ, ସ୍ମୃତି ଚିଦଯୁକ୍ତେ। ତାମାନେ এই জীবনের বৃদ্ধি দদাতি জীবন বৃদ্ধি নিরন্তরম স্মৃতি চিদযুতে। ତେଣୁ ବାସ୍ତବିକ ଏଇ କଥା ଆମେ ଏଇ ଜନ୍ମ ଅନେକ ଜନ୍ମ ପାଉ, କିନ୍ତୁ ତାକୁ ଆମେ ଜାଣିପାରୁନା। ଯାହା ବୁଦ୍ଧଦେବ ମଧ୍ୟ ତାଙ୍କର ସେଇ ପୂର୍ବଜନ୍ମର 90 ଲକ୍ଷ ଥର ସେ ଜନ୍ମ ନେଇଛନ୍ତି, ତାର କଥା ସେ ଜାଣିଥିଲେ, ଜାଣିପାରୁଥିଲେ। ଭଗବତ ଗୀତାରେ ମଧ୍ୟ ତାହା ବି କୁହାଯାଇଛି ବହୁନେମି ବ୍ୟତୀତାନି ଜନ୍ମାନି ତର୍ବାର୍ଜୁନମ୍ ତନୟାମି ବେଦ ସର୍ବାଣୀ ତମ୍ ବେତତ ପ୍ରାଣତାପ। ତାର ଉଦ୍ଦେଶ୍ୟ ଥିଲା କି ଅହେ ଅର୍ଜୁନ, ତୁମେ କେତେ ଥର ଜନ୍ମ ନେଇଛ ତୁମକୁ ହୁଏତ ଜଣା ନାହିଁ, କିନ୍ତୁ ମୁଁ ଜାଣେ ମୁଁ କେବେ ଜନ୍ମ ନେଇଛି। ତେଣୁ ପରମପିତା ଜାଣନ୍ତି ସେ କେବେ ଜନ୍ମ ନେଇଛନ୍ତି ଆଉ କେତେଥର ସିଏ କୋଉ ଜନ୍ମରେ କିଭଳି ଭାବରେ ଜନ୍ମ ନେଇଛନ୍ତି, ସବୁ କିଛି ତାଙ୍କର ଜଣାଥାଏ। ତେଣୁ ଠାକୁରଙ୍କର ସେଇ ଭାବଧାରାକୁ ବୁଝିବା ମଧ୍ୟ ଅସମ୍ଭବ ହେଇ ଉଠେ, ଯାହା ଏଲିଜାବେଥ କାର୍ମେନ ଆଉ ନୀଲ କାର୍ମେନ ତାଙ୍କର ସେଇ କସ୍ମିକ ମେମୋରି, ବିଶ୍ୱ ଚେତନା ବା ସ୍ମୃତି ବା ଇଟରନାଲ ମେମୋରି ଅଫ କନସିୟସନେସ୍ ଯୋଉ ପୁସ୍ତକ ରଚନା କରିଥିଲେ, 599 ପୃଷ୍ଠାରେ ସେ ଲେଖିଥିଲେ ଠାକୁର ଇଜ ଦ କ୍ରିଏଟର ଆଣ୍ଡ ଅବଜର୍ଭର ଅଫ ଦିସ୍ ୟୁନିଭର୍ସ। ଠାକୁର ହେଉଛନ୍ତି ସୃଷ୍ଟିର ସ୍ରଷ୍ଟା ଏବଂ ସୃଷ୍ଟିକୁ ନିଜ ପାଖରେ ଦେଖିଥିବା ମଣିଷ ସେ ଠାକୁର। ସତ୍ସଙ୍ଗର ସେଇ ଯୋଉ ପ୍ରଥମ ସତ୍ସଙ୍ଗ ଯୋଉ ବିଶ୍ୱ ଧର୍ମ ଅନୁଷ୍ଠାନ ଯେତେବେଳେ ପାବନାରେ ଗଢ଼ି ଉଠିଥିଲା ଏବଂ ଯାହାର ମୁଖ୍ୟ ଅତିଥି ଭାବରେ ଯେତେବେଳେ ଡିଷ୍ଟ୍ରିକ୍ଟ କଲେକ୍ଟର ଫଜଲ ଦାଦା ଯେତେବେଳେ ଆସିଥିଲେ, ସେ କହୁଥିଲେ ବିଶ୍ୱର ଯିଏ ନିୟନ୍ତା, ବିଶ୍ୱର ଯିଏ ମାଲିକ, ସେ କଣ ଏମିତି ଗୋଟେ ଅକିଞ୍ଚନ ଗ୍ରାମରେ ମଧ୍ୟ ଜନ୍ମ ନେଇ ପାରନ୍ତି? ସେତେବେଳେ କୃଷ୍ଣଚନ୍ଦ୍ର ଭଟ୍ଟାଚାର୍ଯ୍ୟ ତାଙ୍କୁ ବୁଝେଇଥିଲେ ଯେ ଗୋଟେ ଡିଆସିଲି କାଠିରେ ଥିବା ଅଗ୍ନି ସାରା ବିଶ୍ୱକୁ ଜାଳି ପୋଡ଼ି ପାଉଁଶ କରିଦେଇପାରେ। ତାମାନେ ବିଶ୍ୱର ସମସ୍ତ ଆଲୋକକୁ ଯଦି ଗୋଟେ ଡିଆସିଲି କାଠିର ଟିପ୍ରେ ରଖାଯାଇପାରେ, ଏ ବିଶ୍ୱର ମାଲିକ କଣ ଏକ ସାଧାରଣ ମଣିଷ ଭାବରେ ଜନ୍ମ ନେଇ ପାରନ୍ତିନି? ତେଣୁ ତାଙ୍କର ଚେତନାକୁ ବୁଝିବା ସମ୍ଭବ ହେଇନଥାଏ ସାଧାରଣ ମଣିଷ ପାଖରେ। ତେଣୁ ଠାକୁରଙ୍କର ସେଇ ଯୋଉ ଧରାବତରଣ, ଯୋଉ ତାଙ୍କର ଯୋଉ ଲୀଳା, ଏବଂ ତାଙ୍କୁ ଯେତେ ଯିଏ ପାଖରେ ଦେଖିଛି ସେ ହିଁ ବୁଝିଛି ଯେ ଠାକୁରଙ୍କର ସେଇ କଥା। ଏବଂ ଯଦି ଦେଖାଯାଏ, ଜଣେ ୱିଲିଆମ ହାମିଲଟନ ବୋଲି ଜଣେ ଫିଲୋସଫର ଥିଲେ, ସେ 3 ବର୍ଷରେ ସବୁ କିଛି ପଢି ପାରୁଥିଲେ। ଆଟ ଏଜ୍ ଅଫ 7 ହି ମାଷ୍ଟର୍ଡ ଲାଙ୍ଗୁଏଜ ଅଫ ମାନେ 3ଟା ଲାଙ୍ଗୁଏଜକୁ ସେ ଶିଖିଥିଲେ। 13 ବର୍ଷ ବୟସରେ 13ଟା ଲାଙ୍ଗୁଏଜ ଶିଖିଥିଲେ। ଆଉ 6 ବର୍ଷରୁ ମ୍ୟାଥମେଟିକାଲ କାଲିବର ତାଙ୍କର ଏତେ ଥିଲା, ତାକୁ ବୁଝିବା ମଧ୍ୟ ସମ୍ଭବ ନଥିଲା।
या कौन पारिवेशिक परिस्थिति आपण मैंने देखिथे अनेक 3 वर्षर छुआ गीता पढ़ुंट 3 वर्षर छुआ श्रीकृष्णकर अनेक लीला कथा कही पारुछंती आपण मैंने टीवी रे देखिथे। तो ये केमिति संभव आर पछपट को जदि आमे देखो यह संभव हुए से स्मृतिवाही चेतना शक्तिर जागृत भितर एवं ठाकुरंकर जीवन धारा को जदि आमे देखू ठाकुर से दिन गोटे गोटे झिटिकाटा ठाकुर को जो बसीचंती से झिटिकाटा ऊपर को चढ़ुची पुणी तल खसी आसुची ठाकुर ताको देखिक हसुचंती जिते भक्त मैंने पचार ठाकुर कहते तार प्रेमिक आज आसव एवं किसी समय पर फरेन रु जड़े भक्त आसी फरेन रु तार प्रेमिक आज आस फरेन रु जड़े भक्त आसी किसी फल नहीं आसी से फल को जो खोली दिखाई ता भर आउ गोटे झिटिका बाहरिकी उड़ी जाकि से झिटिका पाख चली जाए अनेक समय आनंद से बीते तेणु पूर्वजन्मर कथा नफर घोषर कथा मन पड़े ठाकुर नफरदांकर अनेक मृत्यु पर ठाकुर कहते नफर आज आसुची गोटे छोटिया छुआ को जो गौड़िणी माटा नहीं से छुआ को आसी ठाकुर कहते सी केते समय प्रेयर तुम प्रेयर कला बेले से कौन करे ना जोर जोर ताली मारे क्षीर खाया बहुत भल पाए ठाकुर मना कर आईष तक खाया दब ना तेणु नफर घोष जी ठाकुर नित्यानंद सेवक थे सी पुणी थे पुनर्जन्म पाई आसी से ठाकुर बोधे कहते द एब्सोल्यूट आम जहाँ जाचु द एब्सोल्यूट ट्रुथ ऑफ द लाइफ इज द डेथ ठाकुर किंतु आउ पदे आग को जाई कहते द एब्सोल्यूट ट्रुथ ऑफ द डेथ इज द लाइफ। तो मनीष मरिले पुणी थे जन्म निए एवं यही पूर्वजन्मर कथा को आम स्मृति रे जिते आम साउंड रखी पारू से ठाकुर नाम देइछंती नाम करबा भितरे मनीष भितर से स्मृतिवाही चेतनाटा जागृत हो उठे यही नाम प्रखरता भितर जिते पूर्वजन्मर कथा जिते पचरा जाते जन को ठाकुर को पचार भक्त ठाकुर कहते तू काली कौन कर मन पकेबू ता पूर्व दिन कौन करूँ मन पकेबू एमती मन पकड़ा भितर हयत तू तो पूर्वजन्म कथा मत मन पकई पार से मन पड़े जड़े ऋतिक को ठाकुर कहते से गछ माने से गोटे गोटे बरगछ अच्छी से बरगछ पाखे दी जन अच्छा दीक्षा देदेबू सी जाकि दीक्षा देवाक जाइछंती एवं दीक्षा देला पर देखुचंती से लोक दी जन पुणी उभान हो जाती से माने एक्टोप्लाज्मिक बॉडी अशरीर आत्मा से माने दीक्षा नापी चाहिए तेणु ठाकुर जड़े भक्त को कहते गोटे छेली आनी देवाई सबुज कलर छेली साधारण से प्रकार कलर छेली मिले ना ठाकुर तक कहते खोजी खोजी आनी जड़े भक्त एवं से छेली ठाकुर पाक आसला कोलू दौड़ी पड़ी तल को डे पड़ी ठाकुर सामने मथापाती प्रणाम करुच्ची कांदुची ठाकुर कहते तार स्त्री ये हूँ तार स्त्री एवं सी पूर्वजन्म दी जन ये बाड़े से छेली रखुले छेली गुहाल पड़ी तार मृत्यु हो जाए पुणी थे जन्म नहीं आम मैंने बोधे समस्ते कम जानी राज छागल कथा जो मैजेस्टिक गोट ठाकुर से दिन सुरेंदा जिते पचार मनीषर के ऊर्ध्वगति हुए मृत्यु पर पुणी निम्नगति हो पारे मनीष मनीष जन्म पाई पारे कि निम्न जोनि रे जन्म नहीं पारे जो 83 लाख जोनि कथा अच्छी ठाकुर कहते सब संभव हुए तारी कर्म भितर ठाकुर कहते मोर थिंग्स ऑन द हेवन देन द अर्थ से दिन आश्रम राजेंद्र मजुमदार थ्रू रे ठाकुर जो चाहिए गोटे मैजेस्टिक गोट राज छागल कथा चाहिए आपण मैंने समस्त पढ़ी थे आमर जो आविर्भाव रे प्रकाशित होता से उद्धृत कर कहवाई चाहे जो राई रंजन दास बोलिकी जड़े ब्रिटिश आर्मी रे काम कर लोक जो से दायित्व दि जाइए
ଏବଂ ସେଥିରେ ସେ ଗୋଟ ଫ୍ୟାକ୍ଟ୍ରିକୁ ଯାଇଛନ୍ତି, ଦେଖିଛନ୍ତି ସେଇ ପ୍ରକାର ରାଜଛାଗଳ ବା ମ୍ୟାଜେଷ୍ଟିକ ଗୋଟ ମିଳେନି। ଏବଂ ଯେତେବେଳେ ନ୍ୟୁ କନସାଇନମେଣ୍ଟ ଆସିଛି, ଜାହାଜ ଯେତେବେଳେ ଆସିଛି, ତା ଭିତରେ ଗୋଟେ ରାଜଛାଗଳ ପାଇଛନ୍ତି, ସେ ଠାକୁରଙ୍କ ଆଡେ ଉପହାର ସ୍ୱରୂପ ଭିତରେ ଦେଇଛନ୍ତି। ଠାକୁର ଅତ୍ୟନ୍ତ ପ୍ରୀତ ହୋଇଛନ୍ତି ସେ ତାକୁ ଦେଖି। ଏବଂ ସେ ଠାକୁରଙ୍କୁ ପୁରା ଫଲୋ କରେ, ଠାକୁର ଖାଇଲେ ସେ ଖାଏ, ଏବଂ ଠାକୁର ତାର ଅନୁପସ୍ଥିତିରେ ବହୁତ ବ୍ୟସ୍ତ ହେଇ ପଡନ୍ତି। ଏବଂ ଦିନେ ତାପରେ ସେ ରୋଗଗ୍ରସ୍ତ ହେଇ ମୃତ୍ୟୁ ହେଲା ପରେ ଠାକୁର କହୁଛନ୍ତି ଇଏ ହଉଛି ହୃଦୟ, ଇଏ ହଉଛି ରାମକୃଷ୍ଣ ଠାକୁରଙ୍କର ସେବା ଯେତେବେଳେ ସାଧନା କରୁଥିଲେ ତାଙ୍କ ପାଖରେ ସେବା କରୁଥିବା ମଣିଷଟା ହଉଛି ଏଇ ହୃଦୟ। ଯଦିଓ ସେବା ଦେଇଥିଲା, କିନ୍ତୁ ରାମକୃଷ୍ଣ ଠାକୁରଙ୍କୁ ଏତେ ଯାତନା ଦଉଥିଲା, ସେ ସୁଇସାଇଡ କରିବା ପାଇଁ ମଧ୍ୟ ଚାଲି ଯାଇଥିଲେ। ଏବଂ ଯେତେବେଳେ ରାମକୃଷ୍ଣ ଠାକୁରଙ୍କର ଯେତେବେଳେ ଏନଲାଇଟମେଣ୍ଟ ହେଇଥିଲା, ତାଙ୍କ ଶରୀର ମଧ୍ୟ ଉଜ୍ଜଳ ଜ୍ୟୋତିରେ ପରିପ୍ରକାଶ କରିଥିଲା। ସେ ଅହଙ୍କାର ବଶତଃ ନିଜକୁ ସୁପର ପାୱାର ଭିତରେ ଭାବିଲେ, ତାଙ୍କଠୁ ସେଇ ପାୱାରଟାକୁ କାଢି ନିଆଯାଇଥିଲା ସେଇ ହୃଦୟଙ୍କ ପାଖରୁ। ଏବଂ ସେ ହୃଦୟ ଯେତେବେଳେ ପର ମୁହୂର୍ତ୍ତରେ ରାମକୃଷ୍ଣ ଠାକୁରଙ୍କ ବିରୁଦ୍ଧରେ ମଧ୍ୟ ଯାଇଥିଲେ ଏବଂ ଅନେକ ସଫରିଂ ନିଜ ଲାଇଫରେ ସେଇ ଜନ୍ମରେ ପାଇଥିଲେ। ଏବଂ ନେକ୍ସଟ ଜନ୍ମରେ ସେ ଗୋଟେ ରାଜଛାଗଳ ଜନ୍ମ ପାଇଥିଲେ, କିନ୍ତୁ ଠାକୁର ତାଙ୍କୁ ମଧ୍ୟ ଆଣିକି ଉଦ୍ଧାର କରାଇ ଦେଇଥିଲେ। ଏବଂ ଆପଣ ମାନେ ସେଇଠୁ ପଢିଥିବେ ଯେ ଲଫତର ରହମାନର କଥା, ବାଂଲାଦେଶର ଯଶୋର ଡିଷ୍ଟ୍ରିକ୍ଟରେ ଜନ୍ମଗ୍ରହଣ କରିଥିବା ସେ ଜଣେ ଇଷ୍ଟପ୍ରାଣ ଥିଲେ। ସେ ମୌଲବୀ ଥିଲେ, କିନ୍ତୁ ଠାକୁରଙ୍କର ଭକ୍ତ ଥିଲେ। ଏବଂ ଠାକୁର ତାଙ୍କୁ କହୁଥିଲେ ତୁମେ ଜଣେ ବ୍ରାହ୍ମଣ ଥିଲ ଆଗରୁ। ଏବଂ ସେଇ ବ୍ରାହ୍ମଣ ପରିବାରର ଷ୍ଟୋରି କଥା ତାଙ୍କୁ କହିଥିଲେ। ଏବଂ ସେ ଯାଇକି ତାଙ୍କର ସେଇ ପୁରୁଣା ଘରକୁ ଯାଇଥିଲେ, ଏବଂ ଯୋଉଠିକି ଖୋଳିକି ତାଙ୍କର ରୂପାର ଯୋଉ ଠାକୁରଙ୍କ ନିର୍ଦ୍ଦେଶରେ ତାର ରୂପାର ଯୋଉ ଗଡୁ ମଧ୍ୟ ଖୋଜିକି ବାହାର କରିଥିଲେ। ଏବଂ ଯାହା ଠାକୁର କହିଥିଲେ ସବୁ ତାର ଅକ୍ଷର ଅକ୍ଷରେ ସମ୍ମାନ, ମାନେ ସେ ପରୀକ୍ଷା କରି ଦେଖିଥିଲେ ସବୁ କିଛି ଠିକ ଥିଲା। ତେଣୁ ଠାକୁର ସବୁ ପୂର୍ବ ଜନ୍ମ, ଏଇ ଜନ୍ମ ସବୁ କିଛି ଆମର ଜାଣିପାରନ୍ତି। ତେଣୁ ଏଇଠୁ ଜଣା ପଡେ ଆମ ସମସ୍ତଙ୍କର ଏଇ ଜନ୍ମ ଜନ୍ମାନ୍ତରର କଥା ଠାକୁରଙ୍କ ପାଖରେ ଅଛି। ତେଣୁ ସମୟ ତ ହେଇଯାଇଛି। ତେଣୁ ଏଇ ଜନ୍ମରେ ଆମେ ପରମ ପିତାଙ୍କୁ ଆମ ଜୀବନରେ ପାଇଛେ ଏବଂ ତାଙ୍କରି ନିର୍ଦ୍ଦେଶିତ ପଥରେ ଜୀବନଟାକୁ ଚଲି ଜୀବନଟାକୁ କୁସୁମିତ କରିପାରିଲେ, ଆମର ଆଉ ନାମ ମାଧ୍ୟମରେ ସ୍ମୃତିବାହୀ ଚେତନାକୁ ଜାଗ୍ରତ କରିପାରିଲେ ଆମେ ଅମର ହେଇକି ବଞ୍ଚି ରହିପାରିବା ଏଇ ଧରା ପୃଷ୍ଠରେ। ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ। ଦାଦା ଜୟ ଗୁରୁ। ଜୟ ଗୁରୁଦେବ। ସୁନ୍ଦର ଭାବେ ଆପଣଙ୍କ ସଂସ୍କାର ବୈଜ୍ଞାନିକ ଭିତ୍ତିରେ ଉପସ୍ଥାପନ କରନ୍ତୁ।